ଆପଣଙ୍କର ବଶୀକରଣ ମନ୍ତ୍ର ପ୍ରୟୋଗ କରିଲେ ସିଦ୍ଧ ହେଉନାହିଁ କି କିମ୍ବା ମନ୍ତ୍ର କାର୍ଯ୍ୟକାରୀ ହେଉନାହିଁ, ଏହିଭଳି ପରିସ୍ଥିତିରେ ଗୋଟିଏ ବଶୀକରଣ ମନ୍ତ୍ର ସିଦ୍ଧ ହେବା ପାଇଁ ସରଳ ପ୍ରୟୋଗ କରନ୍ତୁ। ଶନିବାର ଦିନ ସନ୍ଧ୍ୟା ସମୟରେ ଆପଣଙ୍କ ଠାକୁର ଘରେ ଗୋଟିଏ କଳା ରଙ୍ଗର କପଡ଼ା ପକାନ୍ତୁ, ବଶୀକରଣ ଯନ୍ତ୍ର ରଖନ୍ତୁ, ଧୂମାବତୀଙ୍କର ଚିତ୍ରପଟକୁ ରଖନ୍ତୁ। ରଖିସାରିଲା ପରେ ଗୋଟିଏ ସୋରିଷ ତେଲ ଦୀପ ଲଗାନ୍ତୁ, ଧୂପ ଲଗାନ୍ତୁ, ଫଳମୂଳ ରଖନ୍ତୁ, ପଞ୍ଚାମୃତରେ ସ୍ନାନ କରି ଯନ୍ତ୍ରକୁ ପୂଜନ କରନ୍ତୁ, ପଞ୍ଚ ଉପଚାରରେ ପୂଜା କରନ୍ତୁ, ଫୁଲ ବିଲ୍ୱପତ୍ର ଦ୍ୱାରା ପୂଜନ କରନ୍ତୁ। ପୂଜା କରିସାରିଲା ପରେ ଆପଣ ଗୋଟିଏ ମନ୍ତ୍ର ମୁଁ ଡାକୁଛି 21 ଥର ପାଠ କରନ୍ତୁ। ଓಂ ହ୍ରିଂ 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 କାମାକ୍ଷା ଦେବୀ ଅମୁକସ୍ୟ ବସମାନୟହୁ ଫଟ୍ ସ୍ୱାହା। ଏହି ମନ୍ତ୍ରକୁ 21 ଥର ପାଠ କରନ୍ତୁ। କରିସାରିଲା ପରେ ପ୍ରଣାମ କରନ୍ତୁ। ତାପରେ ଏହି ସୋରିଷ ତେଲ ଦୀପକୁ ନେଇ ଅଶ୍ୱସ୍ଥ ଗଛ ମୂଳେ ରଖିଦେଇ ଆସନ୍ତୁ। ରଖି ଆସିବେ, ଏହାକୁ ପୁଟୁଳି ବାନ୍ଧିକିରି ଠାକୁର ଘରେ ରଖିଦିଅନ୍ତୁ। ଦେଖିବେ ଏହି ପ୍ରୟୋଗ ଆପଣଙ୍କର 21 ଦିନ ପର୍ଯ୍ୟନ୍ତ କରନ୍ତୁ। ଗୋଟିଏ ଗୋଟିଏ ଦୀପ ଅଶ୍ୱସ୍ଥ ଗଛ ମୂଳେ ଦେଇ ମୁଣ୍ଡିଆ ମାରନ୍ତୁ। ଦେଖିବେ ଏହି ମନ୍ତ୍ର ଆପଣଙ୍କର କାର୍ଯ୍ୟକାରୀ ହେବ ଏବଂ ସିଦ୍ଧ ହୋଇଯିବ। ତାପରେ ବଶୀକରଣ କାର୍ଯ୍ୟକାରିତା ହେବ। ରହୁଛି ନମସ୍କାର। ଜୟ ମା କାମାକ୍ଷା।